ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମହଦା ଗ୍ରାମର କଲ୍ୟାଣ ମଣ୍ଡପଠାରେ ବୁଦ୍ଧ ସାମାଜିକ ଆନ୍ଦୋଳନ ସମିତି ପକ୍ଷରୁ 75ତମ ଉପଖଣ୍ଡ ସ୍ତରୀୟ ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି। ଏଥିରେ କୁଚିଣ୍ଡା ଉପଖଣ୍ଡ ଓକିଲ ସଂଘର ପ୍ରାକ୍ତନ ସଭାପତି ପ୍ରମୋଦ ଛୁରିଆ ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସମ୍ବିଧାନ ଗଠନର ଇତିହାସ ବର୍ଣ୍ଣନା କରିବା ସହ ସମ୍ବିଧାନକୁ ଠିକ୍ ଭାବରେ ପାଳନ କଲେ ସାମାଜିକ ବିଷମତା ଦୂର ହେବା ସହ ଦେଶର ସଂହତି ଦୃଢ଼ୀଭୂତ ହେବ ବୋଲି ମତ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଦ୍ରି କୁମାର ବରିହା, ସାମାଜିକ କର୍ମୀ ଲିଙ୍ଗରାଜ ବାଗ ଓ ସୌମ୍ୟରଞ୍ଜନ ରୋହିଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଡକ୍ଟର ଆମ୍ବେଦକରଙ୍କ ସମ୍ବିଧାନ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାରେ ସଫଳ ଅଟେ ବୋଲି ମତ ବ୍ୟକ୍ତ କରିଥିଲେ। ଏହାକୁ ସମିତିର ଆବାହକ ସୁରୁମଣି ସୁନାନୀ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୀଷ୍ମଦେବ ସୁନାନୀ, କ୍ଷୀରୋଦ ବରିହା, ଧରଣୀଧର ବାଗ, ଦିଲ୍ଲୀପ ତାଣ୍ଡିଆ, ରୋହିତ ସୁନାନୀ, ପଙ୍କଜିନୀ ପଟେଲ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଗୋକୁଳ ଚନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆମର ସମ୍ବିଧାନଟା ଆଉ ପ୍ରୋଗ୍ରେସିଭ ପ୍ରଗତିଶୀଳ ହେଲା। ଆମର ଜାପାନ, ଜର୍ମାନ ସବୁଠି ଭଲ ଭଲ ଜିନିଷଟା ହେଲେ ଏବଂ ଆମ ଦେଶର ଅତୀତ ଐତିହ୍ୟକୁ ଦେଖିକି ଯେଟା ଏମିତି ଯେଟା ଖରାପ ତାକି ଆମେ ଦୂର କରାଯିବା ଏବଂ ଗୋଟେ ଆଧୁନିକ ବଡ଼ ଷ୍ଟାଇଲରେ ଗୋଟେ ଦରକାର ସୁସ୍ଥ ସମ୍ବିଧାନର ଆଗରୁ ବି ଦୁନିଆ ଥିଲା ଯେନ୍ତା से दुनिया में भी लोग थे संविधान तो प्रणयन अच्छे है मैं से विषय जुलाई में हमारा कहते हमर भाई सुभाष बाबू बंधु हमर आउ जड़े बंधु